हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशोवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आजिर अध्यायर आलोचना को आपण मानक स्वागत जनाऊँ। आजिर मालिका वचन आलोचन आम आलोचना करिया जाऊँगी वर्तमान कलिजुगर जो सांप्रतिक परिस्थिति देखा देइछि से सांप्रतिक घटनावली कौन हेब आज को 600 वर्ष तले महापुरुष बा पंचसखा माने जेतबले कागज कलम नथिला तालपत्र एवं लेखनी साहाय्य लिखि दी जाइथिले 2023-22 ठारू आरंभ करी 2027 पर्यंत जो जुग संधि काल देखा देव बोले बाबू रे के झड़ बतास जे 7 दिन हेब झांपी नहीं जीव काल झांपी नहीं जीव काल हे सुजने झांपी नहीं जीव काल झाड़ बाड़ घेनी सैन्य चालो थीबे आसुची देखिबा बेल सुना सुजने गुणी बेल काल आसी लाणी हे सुण सुजने गुणी। ज्ञानी गुणी मंडली शुद्धि जाने देखंतु किबळी वज्रबाणी महापुरुष करिचंदी। भीम वही सुंदर भाव कहले झड़ बतास जे 7 दिन हेब झांपी नहीं जीव काल जे झाड़ बाड़ घेनी सैन्य चालू थिबे आसुची देखिबा बेल जे झाउणी न पड़ केही झंझका भितरो जेबी जे बिहन रहिब बा जे बंची रहिब ये झंझका भितरो जे बंची रहिब बिहन होइब सही जे। ज्ञानी गुणी मंडली शुद्धि जानी आजिर मालिका वचन रे आम आलोचना करिया जाऊे विषय जे 2023 मसीहा आगक जो आसुची समय से समय रे संसार रे सांप्रतिक परिस्थिति सब कौन देखा देव शुद्धि जानी आज देखंतु परिस्थिति किभली होईछि। मालिका वचन न होइबा न केबे मिछ हेब नाही वज्रबाणी दे महापुरुष कहिचंदी ए कथा बोले इथो आन जदि होइब मो वाक्य निंदा हेब तांको सीना बंशी रे मोहिबे बंशी विनोदिया परीक्षा तेरा अवना परीक्षा तेरा अवना हे सुजने परीक्षा तेरा अवना परीक्षा तेरा अवना हे सुजने परीक्षा तेरा अवना। अच्युतानंद महापुरुष मालिकार नाम है शिवकल्प नवखंड निर्घंट हे ज्ञानी गुणी मंडली कहले एथु आन जदि होइब मो वाक्य निंदा हेब तांको सेना हे रामचंद्र मो वाक्य मो वाणी जदि मिछ हो जाए ताले मोते निंदा हेब नाही
ମୋତେ ନିନ୍ଦା ହେବ ନାହିଁ। କାହିଁକି ନିନ୍ଦା ହେବ ନାହିଁ? ନା ଏ ମାଳିକା ତ ମୋର ନୁହେଁ ନା, ଏ ଭବିଷ୍ୟତର କଥା ଯାହା ମୁଁ ତୁମ ଆଗରେ ଆଜି କହୁଛି, ତୁମ ଦ୍ୱାରା ସଂସାରବାସୀମାନେ ଏ ଭବିଷ୍ୟତ ଘଟଣାବଳୀ ଉପରେ ହିଁ ଜାଣିପାରିବେ ଆଗକୁ କ'ଣ ଘଟିବ। ଏ କଥା ମୋର ନୁହଁ, ଇଏ ମୁଁ କହୁନାହିଁ। ନା ଆଉ କିଏ କହୁଛି? ନା ମୁଁ କହୁଛି ବୋଲି ମୋର କଥା ନୁହେଁ, ଆଦ୍ୟୁ ଖଞ୍ଜିଛନ୍ତି ଧାତା। କର୍ମ ବାମ ହେଲେ କଳ୍ପନା ଗ୍ରାସିବ, ପ୍ରକୃତି କାଟିବ ଚିତା। ପ୍ରକୃତି କାଟିବ ଚିତା ହେ ସୁଜନେ, ପ୍ରକୃତି କାଟିବ ଚିତା। ପ୍ରକୃତି କାଟିବ ଚିତା ହେ ସୁଜନେ, ପ୍ରକୃତି କାଟିବ ଚିତା। ମୁଁ କହୁଛି ବୋଲି ମୋର କଥା ନୁହେଁ, ଆଦ୍ୟୁ ଖଞ୍ଜିଛନ୍ତି ଧାତା। ଅଚ୍ୟୁତ କହିଲେ ରାମରେ ମୁଁ କହୁଛି ବୋଲି ଏ ମୋ କଥା ନୁହେଁ, ଆଦ୍ୟୁ ଖଞ୍ଜିଛନ୍ତି ଧାତା। ବିଧାତା ଖଞ୍ଜିଛନ୍ତି ସଂସାରରେ ଏ ନିୟମ କ'ଣ? ନା କର୍ମ ବାମ ହେଲେ କଳ୍ପନା ଗ୍ରାସିବ, ପ୍ରକୃତି କାଟିବ ଚିତା। କହିଲେ କର୍ମ ଯଦି ବାମ ହୁଏ କଳ୍ପନା ଗ୍ରାସିବ, ପ୍ରକୃତି ଚିତା କାଟିବ। ଇଏ ପ୍ରକୃତି ଏମିତି କରିବ, ମୁଁ କ'ଣ କରିବି? ଇଏ ମୋ କଥା ନୁହେଁ, ଯାହା ପ୍ରଭୁ ମୋତେ କୁହାଇଥିଲେ। ମଣିଷର କର୍ମ, ମଣିଷର ରୀତିନୀତି, ମଣିଷର ଆଚାର ବିଚାର, କଳିଯୁଗର ମଣିଷର ଚାଲିଚଳନ, କଳିଯୁଗର ଲୋକର ବିଚାର ଚିନ୍ତନ ଯେଭଳି ହେବ, ସେଇଭଳି ଭାବରେ ତାର କର୍ମର ଫଳ ସେ ମଣିଷ ଭୋଗିବ ପ୍ରକୃତି ଦ୍ୱାରା। ମହାପୁରୁଷକୁ ଯେମିତି ପ୍ରକୃତି ଦଣ୍ଡ ଦେବ। ସେଇଥିପାଇଁ ମହାପୁରୁଷ କହୁଛନ୍ତି ନିରାକାର ବ୍ରହ୍ମ ଧ୍ୟାଇଣ ଭଣେ ଦିନ ଅଚ୍ୟୁତ, ଏ ଯୋଗ ବଳେ ପ୍ରାପ୍ତ ହୁଇ ଗୁରୁ ଗୁପତ ତତ୍ଵ। ଇଏ ଯୋଗ ବଳେ ସାଧନା ମାର୍ଗରେ ଯାହା ମୁଁ ପ୍ରାପ୍ତ କରିଛି ନିରାକାର ପ୍ରଭୁ ମୋତେ କୁହାଇଛନ୍ତି, ମୁଁ କହିନି। ଏ କଥା ମୁଁ ତୁମକୁ କହୁନି, ପ୍ରଭୁ ମୋତେ କୁହାଇଛନ୍ତି। ମଣିଷର କର୍ମଫଳ, ମଣିଷର ରୀତିନୀତି, କଳିଯୁଗର ମଣିଷର ଆଚାର ବିଚାର ଚିନ୍ତନ ଚରିତ୍ର ଯେଭଳି ହେବ ସେହି ଅନୁସାରେ ସେ ତାର ଫଳ ଭୋଗ କରିବ ପ୍ରକୃତି ଦ୍ୱାରା। କାହିଁକି ନା ଶାସ୍ତ୍ର କହନ୍ତି, କ'ଣ କହନ୍ତି? କହିଲେ କାହାର ବା ସାଧ୍ୟ ଅଛି ଏ ସଂସାରରେ ଦୁନିଆରେ? କାହାର ବା ସାଧ୍ୟ ଅଛି? କାହାର ବା ସାଧ୍ୟ ଅଛି ନିୟତିକୁ ନିଜ ଇଚ୍ଛା ମତେ ନେବ? ନିଜ ଇଚ୍ଛା ମତେ ନିୟତିକୁ ନେଇପାରିବ ନାହିଁ, ବୁଝିଲେ? ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସ୍ୱଧିଜାନୀ, ତ ସେଇଥିପାଇଁ ଅଚ୍ୟୁତାନନ୍ଦ କହୁଛନ୍ତି, କହିଲେ ବାବୁରେ ଏଇ 23 ଅଙ୍କରେ ଝଡ଼ ବତାସ ଯେ 7 ଦିନ ହେବ ଝାମ୍ପି ନେଇଯିବ କାଳଜି। କହିଲେ ଗୋଟିଏ ଦିନ ନୁହଁ, 2 ଦିନ ନୁହଁ, 3 ଦିନ ନୁହଁ, 7 ଦିନ ଝଡ଼ ବତାସ ଏ ସଂସାରେ ହେବ। ଆଉ ସେ 7 ଦିନରେ ଅନେକ କାଳର କବଳରେ କବଳିତ ହେଇଯିବେ। ସେଇଥିପାଇଁ କହୁଛନ୍ତି, କହିଲେ 23 ଏତେ ଉତ୍ପାତ ହୋଇବ ବିନ ତାର ସୁତ। ହୋଇବ ବିନ ତାର ସୁତ, ହୋଇବ ବିନ ତାର ସୁତ। ଜ୍ଞାନୀ ଗୁଣୀମଣ୍ଡଳୀ ସୁଧୀଜନେ ବିନତାର ସୁତ କହିଲେ କିଏ? ନା ଗରୁଡ଼। କିଏ କହୁଛନ୍ତି ଗରୁଡ଼କୁ? ନା ଭଗବାନ କୃଷ୍ଣ କହୁଛନ୍ତି ଦ୍ୱାପର ଯୁଗରେ ଗରୁଡ଼କୁ କହିଲେ, ଗରୁଡ଼ରେ 23 ଏତେ ଉତ୍ପାତ ହୋଇବ ବିନତାର ସୁତ। 23ରେ ବହୁତ ଉତ୍ପାତ ହେବ, ହେ ବିନତା ସୁତ। ମନେ ରଖିଥାଅ ଏ କଥା। ବୋଲିଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜୟ। ଜ୍ଞାନୀ ଗୁଣୀମଣ୍ଡଳୀ ସୁଧୀଜନୀ ଦେଖନ୍ତୁ ଆଜି ପରିସ୍ଥିତି କ'ଣ ହେଇଛି। ବାରମ୍ବାର ଏ କଥା ଉପରେ ଆମେ ଆଲୋକପାତ କରୁଛି ମାଳିକା ବଚନ ମାଧ୍ୟମରେ। କ'ଣ ନା ବୈଜ୍ଞାନିକ ଯନ୍ତ୍ରମାନ ଅଚଳ ହୋଇବ ରାମ, ଅଚଳ ହୋଇବ ହରିଙ୍କର ଚକ୍ର ଖାଲି ଘୁରୁଣ ଯେ ଥିବ ବାବୁ, ଘୁରୁଣ ଯେ ଥିବ। କହିଲେ ବୈଜ୍ଞାନିକ ଯନ୍ତ୍ର ଚଳିବ ନାହିଁ, ଭାରତେ ବୁଲିବ ଲୁହାର ମହି। ଅଚ୍ୟୁତ ଲେଖିଲେ। ଜ୍ଞାନୀ ଗୁଣୀମଣ୍ଡଳୀ ଆଜି ଦେଖନ୍ତୁ ଶ୍ରୀଲଙ୍କା ପରିସ୍ଥିତି କ'ଣ ହେଇଛି। କହିଲେ ବୈଜ୍ଞାନିକ ଯନ୍ତ୍ର ଆଉ ଚଳିବନି, ଆଉ ଚାଲିବନି।
ସାଇକେଲ ହେଇ ଏକବିଂଶ ଶତାବ୍ଦୀର ବାହନ ହେଉଛି ସୁନ ଗାଡ଼ି। ଏ କଥାକୁ ଅନେକ ଦିନ ତଳେ ଆମେ ଆଲୋଚନା କରିଛେ ମାଳିକା ବଚନ ମାଧ୍ୟମରେ। ନି ଏକବିଂଶ ଶତାବ୍ଦୀର ବାହନ ହେଉଛି କ'ଣ? ସୁନ ଗାଡ଼ି। ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ଗାର ମାରି ଦେଇଥିଲେ। ଆଜି ଦେଖନ୍ତୁ ଅକ୍ଷର ଅକ୍ଷର ମାଳିକା ସତ ହେଇଛି। ନି ଶ୍ରୀଲଙ୍କା ପରିସ୍ଥିତି ଦେଖନ୍ତୁ, ସେଠାକାର ଲୋକମାନେ ବର୍ତ୍ତମାନ ସାଇକେଲ ଚଢ଼ିବା ଆରମ୍ଭ କଲେଣି। ସାଇକେଲ କିଣିକି ଚଲେଇବା ଆରମ୍ଭ କଲେଣି। ଘରେ ଯେଉଁ ପୁରୁଣା ସାଇକେଲ ଅଛି ତାକୁ ଚଢ଼ିକି ବଜାର ଘାଟ କରୁଛନ୍ତି ଚଲେଇକିରି। କାହିଁକି? ପେଟ୍ରୋଲ ଅଭାବ, ଡିଜେଲ ଅଭାବ, ଖାଦ୍ୟ ସାମଗ୍ରୀର ଅଭାବ, ଆଇନ ଶୃଙ୍ଖଳା ସେଠି ଦେଖନ୍ତୁ କିଭଳି ବିଗିଡ଼ି ଯାଇଛି। ସବୁ ସ୍ତର ଆଜି ବିଗିଡ଼ି ଯାଇଛି ଶ୍ରୀଲଙ୍କାରେ। ଏଇଭଳି ପରିସ୍ଥିତି ମହାପୁରୁଷ ଅଚ୍ୟୁତ ମାଳିକାରେ କହୁଛନ୍ତି। କହିଲେ ବାବୁରେ ଏଭଳି ଅନେକ କହିଲେ ତେଇଶେ ଏତେ ଉତ୍ପାତ ହୋଇବ ବିନ ତାର ସୁତା ହୋଇବା ବିନା ତାର ସୁତ ହୋଇବା ବିନା ତାର ସୁତ। ବହୁତ ଉତ୍ପାତ ମାନ ହେବ। କେବଳ ଶ୍ରୀଲଙ୍କା କାହିଁକି ଦେଖନ୍ତୁ, ବର୍ତ୍ତମାନ ସାଧାରଣରେ ସେଠାର ଲୋକମାନେ ରାଜରାସ୍ତାକୁ ଓହ୍ଲେଇ ଆସିଛନ୍ତି। ସମାଜର ଲୋକମାନଙ୍କୁ ସତର୍କ କରୁଛନ୍ତି, ସଚେତନ ହୁଅ, ସତର୍କ ହୁଅ, ସାବଧାନ ହୁଅ। ନିଜର ନୀତି ଗତି ଆଚାର ବିଚାର ଚିନ୍ତନ ଚରିତ୍ରକୁ ତୁମେ ସଜାଡ଼ି ଦିଅ ବେଳ ଥାଉଁ ଥାଉଁ। ନିୟତିକୁ ପ୍ରକୃତିକୁ ନିଜ ଇଚ୍ଛା ମତରେ କିଏ ନେଇପାରିବ ନା। ତେଣୁ ଜ୍ଞାନୀ ଗୁଣିମଣ୍ଡଳୀ ମହାପୁରୁଷ ସେଇଥିପାଇଁ ମାଳିକାରେ ଲେଖିଛନ୍ତି। କହିଲେ ଠିକେ କହୁଛି ତୋତେ ମୁହିଁ ଆଗତ କହୁ ଅଛି ଫେଇ ଆଗତ କହୁ ଅଛି ଫେଇ ଆଗତ କହୁ ଅଛି ଫେଇ। ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ, କହିଲେ ବାବୁରେ 22 ପରେ 23 ମସିହା, ଏ 23 ମସିହାରେ ମହାପୁରୁଷ କହୁଛନ୍ତି ଅନେକ ଉତ୍ପାତମାନ ସଂସାର ତୁମେ ଦେଖିବ। ଝଡ଼ ବତାସ ଯେ 7 ଦିନ ହେବ ଝାମ୍ପି ନେଇଯିବ କାଳ ଯେ। ସେ 23 ମସିହାରେ 7 ଦିନ କାଳ ଝଡ଼ ବତାସ ଲାଗି ରହିବ। ଝଡ଼ ବତାସ ହେଲେ, ବାତ୍ୟା ହେଲେ 2-3 ଦିନ ଭିତରେ ପୁଣି ଶାନ୍ତ ପଡ଼ିଯାଏ, ତାର ପ୍ରକୋପ ଶାନ୍ତ ହେଇଯାଏ। ନାଇଁ ଆମେ ଦେଖିଛେ ଅତୀତରେ ଫନି ବାତ୍ୟା ହେଉ, 1999 ମସିହା ମହାବାତ୍ୟା ହେଉ ବା ହୁଡୁଡୁ ହେଉ ବା ତିତଲି ହେଉ, ଏଭଳି ଅନେକ ବାତ୍ୟା ଆମେ ଦେଖିଛେ ଅତୀତରେ। ଓଡ଼ିଶା ଦେଖିଛେ, ଆମେ ଭୋଗିଛେ। କିନ୍ତୁ ଏଇ ବାତ୍ୟା ଗୁଡ଼ିକ କେତେ ଦିନ, ଅତି ବେଶୀରେ କେତେ ଦିନ ଏହାର ପ୍ରକୋପ ରହିଥିଲା ନା ଦିନେ 2 ଦିନ 3 ଦିନ ଏଇଭଳି ତାର ପ୍ରକୋପ ରହିଥିଲା। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ 23 ମସିହାରେ 2023 ମସିହାରେ ଯେଉଁ ଝଡ଼ ବତାସଟି ଆସିବ, ଯେଉଁ ବାତ୍ୟାଟି ଆସିବ, ମହାପୁରୁଷ କହିଲେ ଝଡ଼ ବତାସ ଯେ 7 ଦିନ ହେବ ଝାମ୍ପି ନେଇଯିବ କାଳ ଯେ। କହିଲେ ସେ ଝଡ଼ ବତାସ 23 ମସିହାରେ ଯେଉଁଟା ଆସିବ ସେଟା ଗୋଟିଏ ଦିନ କି 2 ଦିନ କି 3 ଦିନ 4 ଦିନ ନୁହେଁ, 7 ଦିନ କାଳ ସେ ଝଡ଼ ବତାସର ପ୍ରକୋପ ଇ ଓଡ଼ିଶା ଉପରେ ରହିବ। ଆଉ ଝାମ୍ପି ନେଇଯିବ କାଳ ଯେ, କାଳ ଝାମ୍ପି ନେଇଯିବ। ବୁଝିଲେ? ସେଥିପାଇଁ ମହାପୁରୁଷ କହୁଛନ୍ତି ଠିକେ କହୁଛି ତୋତେ ମୁହିଁ ଆଗତ କହୁ ଅଛି ଫେଇ। ତତେ ମୁଁ ଠିକେ କହୁଛି, ଆଗତ ଇଏ ଭବିଷ୍ୟତର କଥା। ଆଉ ସେତେବେଳେ ମହାପୁରୁଷ ପୁଣି କ'ଣ କହିଲେ? କହିଲେ ସୂର୍ଯ୍ୟର କିରଣ ପ୍ରଖର ଜଳି ପଡ଼ୁଣ ଥିବେ ନାରା ଜହି ପାଡୁଣ ଥିବେ ନାର ଜଳି ପଡ଼ୁଣ ଥିବେ ନାର। କହିଲେ ସୂର୍ଯ୍ୟର କିରଣ ପ୍ରଖର, ସୂର୍ଯ୍ୟ କିରଣ ଏତି ପ୍ରଖର ହେବ ଯେ 23 ମସିହାରେ। ଏ ଜ୍ଞାନୀ ଗୁଣିମଣ୍ଡଳୀ ସୁଧୀଜନେ ଆଗରୁ ଆମେ କେବେ ସେଭଳି ସୂର୍ଯ୍ୟର ଉତ୍ତାପ କେବେ ଦେଖିନଥି ନାହାନ୍ତି। ସେଇଭଳି ଉତ୍ତାପ 23 ମସିହାରେ ସୂର୍ଯ୍ୟଙ୍କର ବୃଦ୍ଧି ହେବ। ଆପଣ ଦେଖନ୍ତୁ ସୂର୍ଯ୍ୟଙ୍କର କିରଣ ଯେଉଁ ଆମର ରହିଛି, ଓଜନ ସ୍ତର ଯେଉଁ ରହିଛି, ଧୀରେ ଧୀରେ କ'ଣ ନା କ୍ଷୟ ହେବାକୁ ଘଟିଲା। କଳକାରଖାନାରୁ ବାହାରୁଥିବା ଧୂଆଁ ଏବଂ ବିଭିନ୍ନ ପ୍ରକାର ପ୍ରଦୂଷିତ ହେବା ଯୋଗୁଁ
କ'ଣ ହେଇଛି? ଗାଡ଼ି ମଟର ବାହାରୁଥିବା ଧୂଆଁ ଯୋଗୁଁ ଆଜି ପ୍ରଦୂଷିତ ହେଇଛି ଏ ସଂସାର ବାୟୁମଣ୍ଡଳ ଏବଂ ଉପରେ ଯେଉଁ ରହିଛି ଓଜନ ସ୍ତର, ସେ ଓଜନ ସ୍ତର ଧୀରେ ଧୀରେ କ୍ଷୟ ଘଟିବାରେ ଲାଗିଛି। ଆଜି ନାସାର ବୈଜ୍ଞାନିକ ମାନେ ଆଜି ଏ ସିଦ୍ଧାନ୍ତ ଦେଇଛନ୍ତି ଧୀରେ ଧୀରେ ଯଦି ସେ ଓଜନ ସ୍ତର କ୍ଷୟ ହୁଏ ତାହେଲେ ସୂର୍ଯ୍ୟଙ୍କର ଅତି ବାଇଗଣ ରଶ୍ମି ଅଲ୍ଟ୍ରା ଭାয়োଲେଟ୍ ରେ ଯେଉଁଟା ସିଧାସଳଖ ପୃଥିବୀ ଉପରେ ପଡ଼ିବ, ଯାହାଫଳରେ କି ମଣିଷ ଭିତରେ ବହୁତ ବଡ଼ ବଡ଼ ରୋଗ ଦେଖାଦେବ। ଆହୁରି ମଧ୍ୟ ମହାପୁରୁଷ କହୁଛନ୍ତି ସୂର୍ଯ୍ୟର ଉତ୍ତାପ ଧୀରେ ଧୀରେ ବୃଦ୍ଧି ହେବ। ଏଇ କଥାକୁ ଆଜି ଯାହାକୁ ବୈଜ୍ଞାନିକ ମାନେ କହୁଛନ୍ତି, ଯେଉଁ କଥା ଉପରେ ସିଦ୍ଧାନ୍ତ ଦେଉଛନ୍ତି, ହେ ଜ୍ଞାନୀଗୁଣୀ ମଣ୍ଡଳୀ ଶୁଦ୍ଧିଜାନି, ଏଇ କଥା 600 ବର୍ଷ ତଳେ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଦେଇଥିଲେ। ସୂର୍ଯ୍ୟର କିରଣ ପ୍ରଖର ଜଳି ପଡ଼ୁନଥିବେ ନର, ଲୋକମାନେ ଜଳି ପଡ଼ିବେ, ଜଳିଯିବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ କି। ତେଣୁ ଜ୍ଞାନୀ ଗୁଣୀ ମଣ୍ଡଳୀ ପୁଣି କହିଲେ, ଦିନ କୋ ଦିନ କୃଷି ଉଣା ତେଇଶେ ଲାଗି ବଠି କଣା, ତେଇଶେ ଲାଗିବ ଠିକଣା, ତେଇଶେ ଲାଗିବ ଠିକଣା। এই সময় মহাপুরুষ কହୁଛନ୍ତି 23 মସିହାରେ କ'ଣ ହେବ ନା ଦିନକୁ ଦିନ କୃଷି ଉଣା। କହିଲେ ଦିନକୁ ଦିନ କୃଷି ଉଣା ହେବ। ଅତୀତରେ ଆମେ ଆଲୋଚନା କରିଛେ କ'ଣ ନା ବିଂଶଙ୍କ ଠାରୁ ଓଡ଼ିଶା ଦେଶରେ ହୋଇବ ଫସଲ ହାନି, ଦିନକୁ ଦିନ ହୋଇବ ମହରଗ, କଷଣ ଭୋଗିବେ ପ୍ରାଣୀ। ଲେଖିକି ରଖନ୍ତୁ ଏ କଥା। ମହାପୁରୁଷ କହିଲେ ବାବୁରେ 2020 କହିଲେ 20, ବିଂଶ କହିଲେ 20, ବିଂଶଙ୍କ ଠାରୁ ଓଡ଼ିଶା ଦେଶରେ ହୋଇବ ଫସଲ ହାନି। ଇଏ ଓଡ଼ିଶା ଦେଶରେ ଫସଲ ହାନି 20 ଠାରୁ ଦେଖାଦେବ। ଆପଣ ଦେଖନ୍ତୁ ମାଳିକା କେତେ ସତ, ଅଙ୍ଗେ ଲିଭଉଥିବେ କଥା। ଆଜି ଅଙ୍ଗରେ ଆପଣ ଲିଭଉଥିବେ କଥା ପ୍ରତ୍ୟକ୍ଷ ଆପଣ ଦେଖନ୍ତୁ। ଆଉ ସେଇ ଦିନ ଠାରୁ ମହାପୁରୁଷ କହିଲେ ଫସଲ ହାନି ଦେଖାଦେଲେ ଦିନକୁ ଦିନ ଇବ ମହରଗ, କଷଣ ଭୋଗିବେ ପ୍ରାଣୀ। ଦିନକୁ ଦିନ ମହରଗ ଦୁନିଆ ହେଇ ଚାଲିଛି। ଦେଖନ୍ତୁ ବଜାର ଦର ଧୀରେ ଧୀରେ ହେଇ ବଢ଼ୁଛି ଏବଂ ସବୁର ଆଜି ଦୁର୍ମୂଲ୍ୟ ହେଇଛି। ପଦାର୍ଥର ସବୁ ପଦାର୍ଥର ଆବଶ୍ୟକ ସାମଗ୍ରୀର ଯେଉଁ ଆବଶ୍ୟକୀୟ ପଦାର୍ଥ ସାମଗ୍ରୀ ଆମେ ଆବଶ୍ୟକ କରୁଛେ, ତାର ଦେଖନ୍ତୁ ଭାଉ ଧୀରେ ଧୀରେ ବଜାରରେ ବଢ଼ୁଛି। ମହାପୁରୁଷ ସେଇଥିପାଇଁ ମାଳିକାରେ କଥାକୁ ଲେଖିଦେଇଥିଲେ, କହିଲେ ଏ ଦିନେ ଚହଳ ପଡ଼ିବା ଓଡ଼ିଶା ପୁର କମ୍ପୁଥିବା, ଓଡ଼ିଶା ପୁର କମ୍ପୁଥିବା, ଓଡ଼ିଶା ପୁର କମ୍ପୁଥିବା। ବୋଲେ ଏ ଦିନେ ଚହଳ ପଡ଼ିବ ଓଡ଼ିଶା ପୁର କମ୍ପୁଥିବ। ଏଇ ସମୟରେ ଚହଳ ପଡ଼ିବ ଓଡ଼ିଶା ପୁର କମ୍ପୁଥିବ। ଆଉ ସେ ସମୟରେ ମହାପୁରୁଷ କହିଲେ କାହିଁକି ନା ବିଚାର ନର ହିବ କାହିଁ, ଓ ବିଚାର ଯେ ହେବ ମହି, ଓ ବିଚାର ଯେ ହେବ ମହି, ଓ ବିଚାର ଯେ ହେବ ମହି। କହିଲେ ବିଚାର ନ ରହିବ କାହିଁ। ଆଜି ବିଚାର କାହାର ଅଛି ନା ଜ୍ଞାନୀ ଗୁଣୀ ମଣ୍ଡଳୀ। ମଣିଷ 4ଟି ସଂଯମ ଅବଲମ୍ବନ କଲେ ସେ ନରରୁ ନାରାୟଣ ହେଇଯିବ, ମାନବରୁ ମାଧବ ହେଇଯିବ ଏବଂ ସାଧାରଣ ମହିଳା ମାଛିରୁ ମହୁମାଛି ତୁଲ୍ୟ ସେ ହେଇଯିବ। କ'ଣ 4ଟି ସଂଯମ ସେ କରିବ? ପ୍ରଥମେ ହେଉଛି କ'ଣ ନା ଇନ୍ଦ୍ରିୟ ସଂଯମ, 2ରେ ହେଉଛି ଅର୍ଥ ସଂଯମ, 3 ହେଉଛି ସମୟ ସଂଯମ, 4 ହେଉଛି ବିଚାର ସଂଯମ। ଏ 4ଟିର ସଂଯମ ମଣିଷ କରିବା ଦରକାର। ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧିଜାନି, ବେଦମୂର୍ତ୍ତି ତପନିଷ୍ଠ ଯୁଗଦ୍ରଷ୍ଟା ଯୁଗାଚାର୍ଯ୍ୟ ବ୍ରହ୍ମର୍ଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ, ଯିଏକି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଗୁରୁ ମୋର ସଦ୍ଗୁରୁଦେବ ଏଇ ହିତ ଉପଦେଶ କଳିଯୁଗର ଲୋକମାନଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି। ଏଇ ନୀତିବାଣୀ ବତେଇ ଦେଇ ଯାଇଛନ୍ତି, ବାବୁରେ ତୁ 4ଟି ସଂଯମ କର। ସଂସାର ଭିତରେ ପରିବାର ଭିତରେ ଯଦି ସୁଖରେ ଆନନ୍ଦରେ କାଳାତିପାତ କରିବାକୁ ଚାହୁଁଛ ନା, ତାହେଲେ ପ୍ରଥମେ ତୁ ଏ 4ଟି ସଂଯମତା ଅବଲମ୍ବନ କର। ଆମର ଇନ୍ଦ୍ରିୟ ଉପରେ ଯଦି ନିୟନ୍ତ୍ରଣ ନାହିଁ, ତାହେଲେ ଇନ୍ଦ୍ରିୟ ଗୁଡ଼ିକ ଭୁଲ ବାଟରେ ପରିଚାଳିତ ହେଇଯିବେ, ଅଧର୍ମ ବାଟରେ ପରିଚାଳିତ ହୁଏତ ହେଇଯାଇପାରନ୍ତି।
कुसंगरे हुए तो परिचालित है कुसंगरे जो हुए तो संगी ही जान पारती हुए तो कुमार्ग को कुमार्गरे इंद्रिय माने परिचालित ही पारती तेणु से इंद्रिय संयम तोर दरकार द्वितीय हूँ कौन ना अर्थ संयम जो अर्थ तू रोजगार करिछु जो पैसा तू रोजगार करुचु ये पैसा पर तोर एकुटिया अधिकार नहीं समाजर अधिकार रही ये धन कहार ये धन संपत्ति कहार ये समाजर कौटू आम नहीं आसी नथिले ये समाज रे धन थिला माँ गर्भरू नहीं आसिनी ये समाज रे धन थिला ये संपत्ति थिला आमे निजर पुरुषार्थ बल रे निजर योग्यता बल रे निजर पुरुषार्थ बल रे उद्यम प्रचेष्टा बल रे जो धन प्राप्त करिछे से धन उपरे समाज रो अधिकार रही तेणु ये धन अर्थ संयम कर द्वितीय अर्थ संयम तृतीय समय संयम समयर सदुपयोग तू कर समयर सदुपयोग करिसेंती जे से माने जीवन रे बड़ होइछनि महात्मा गांधी हुंतु विवेकानंद हुंतु रामकृष्ण परमहंस हुंतु जेते जेते महामानव संसार रे एभली कर्म करिक जाइछन्ति संसार चली जाइछन्ति समस्ते समयर सदुपयोग करिसेंति समयर सदुपयोग कर समय संयम कर चतुर्थ जी विचार संयम प्रति मुहूर्त तो मन मस्तिष्क को जो विचार मान आसूची से विचार तो संयम कर खराब विचार केवल चिंतन तो आना विचार आना खराब चिंता करना ज्ञानी गुणी मंडली आज तो समय ही तो आसंतु बाणी की विराम देवा से प्रभुंकर नाम नहीं भज अनंत गोपाल सत्यधाम भज अनंत गोपाल सत्यधाम जप हरे कृष्ण परम ब्रह्म राम जप हरे कृष्ण परम ब्रह्म राम भज पतित पावन कलकी 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 राम जप सत्य सनातन हरे राम जप सत्य सनातन हरे राम भज अनंत गोपाल सत्यधाम भज अनंत गोपाल सत्यधाम सुधीजने ज्ञानी गुणी मंडली आज अध्यायर आलोचना को यठार आसतु विराम देवा पुणी आसंता अध्याय भेट होगा रोचु हरिओम शांति 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 सर्वारिष्ट सुशांति भवतु। प्रार्थना आम आनंदर उत्स।